ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା କାମିକା ଏକାଦଶୀ ବିଷୟରେ। ଏହା ଏକାଦଶୀ କାହିଁକି ଏତେ ପବିତ୍ର, ଏହାର ମହତ୍ତ୍ୱ କ'ଣ ଏବଂ ଏହି ଦିନ କେଉଁ ନିୟମ ପାଳନ କରିବା ଉଚିତ, ଆସନ୍ତୁ ଜାଣିବା। ଶ୍ରାବଣ ମାସର କୃଷ୍ଣ ପକ୍ଷରେ ପାଳନ କରାଯାଉଥିବା ଏକାଦଶୀକୁ କାମିକା ଏକାଦଶୀ କୁହାଯାଏ। ଏହି ଦିନ ଭଗବାନ ଶ୍ରୀ ବିଷ୍ଣୁଙ୍କ ପୂଜା କରାଯାଏ। ପୁରାଣ ଅନୁସାରେ ଏହି ବ୍ରତ ପାଳନ କଲେ ପାପ କ୍ଷୟ ହୁଏ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୁଏ। ଏହି ଦିନ କ'ଣ କରିବେ? ସକାଳୁ ସ୍ନାନ କରି ପବିତ୍ର ବସ୍ତ୍ର ପିନ୍ଧନ୍ତୁ। ଘରର ପୂଜା ଘରେ କିମ୍ବା ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ତୁଳସୀ ପତ୍ର, ଫୁଲ ଓ ଫଳ ଅର୍ପଣ କରନ୍ତୁ। ଓମ୍ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ। ସମ୍ଭବ ହେଲେ ଉପବାସ ରଖନ୍ତୁ ଏବଂ ଦାନ ଧର୍ମ କରନ୍ତୁ। ଏହି ଦିନ କ'ଣ କରିବା ଅନୁଚିତ? ଏହି ଦିନ ମାଂସ, ମାଛ, ମଦ୍ୟପାନ, ପିଆଜ ଓ ରସୁଣ ଭୋଜନରୁ ଦୂରରେ ରୁହନ୍ତୁ। ମିଛ କହିବା, କାହାକୁ କଷ୍ଟ ଦେବା କିମ୍ବା ରାଗ କରିବାରୁ ବଞ୍ଚନ୍ତୁ।